ଧର୍ମଗ୍ରନ୍ଥ ଅନୁସାରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ ହିସାବରେ ଜାଣିଥାନ୍ତି। ଏହି ଦିନ ଯାହା ପୁଣ୍ୟ ଦାନ ଧର୍ମ କଲେ ସବୁଦିନ ପାଇଁ ଅକ୍ଷୟ ହୋଇ ରହେ। ତେଣୁ ଏହି ଅଁଳା ନବମୀକୁ ଅକ୍ଷୟ ନବମୀ ବୋଲି ମଧ୍ୟ ହିନ୍ଦୁ ଧର୍ମରେ କୁହାଯାଏ। ଏହି ଦିନଠାରୁ ସତ୍ୟଯୁଗ ଆରମ୍ଭ ହୋଇଥିଲା। ତେଣୁ ଏହି ଦିନ ଦାନ ଧର୍ମ କରାଯାଇଥାଏ। ଏହି ଦିନ ଏହିସବୁ ଜିନିଷ କରିଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ। 31 ଅକ୍ଟୋବର 2025 ଶୁକ୍ରବାର ଦିନ ପଡ଼ିବାକୁ ଯାଉଛି ଅଁଳା ନବମୀ। ଏହି ଦିନ କ'ଣ କଲେ ଆମକୁ ପୁଣ୍ୟ ଫଳ ମିଳିବ ତାହା ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁ ଭିଡ଼ିଓଟିକୁ ସ୍କିପ୍ ନକରି ସମ୍ପୂର୍ଣ୍ଣ ଦେଖନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଅଁଳା ନବମୀ ଦିନ ଭଗବାନ ନାରାୟଣ ଏବଂ ମା ଲକ୍ଷ୍ମୀ ଅଁଳା ଗଛରେ ବାସ କରନ୍ତି। ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ସୂର୍ଯ୍ୟଦେବଙ୍କୁ 3 ଥର ଜଳ ଅର୍ଘ୍ୟ ଦିଅନ୍ତୁ। ଏକ ପିତ୍ତଳ ଢାଳରେ ଜଳ ନେଇ ଏଥିରେ ହଳଦୀ ଏବଂ ଗଙ୍ଗାଜଳ ମିଶାଇ ଅଁଳା ଗଛ ମୂଳରେ 3 ଥର ଦିଅନ୍ତୁ ଏବଂ ଅଁଳା ଗଛରେ 3 ଥର ଦିଅନ୍ତୁ। ଏହାପରେ ଅଁଳା ଗଛରେ ନାଲି ରଙ୍ଗର ଓଢ଼ଣୀ ଶଙ୍ଖା ସିନ୍ଦୁର ଦିଅନ୍ତୁ ଏବଂ ଅଁଳା ଗଛ ଚାରିପଟେ ମୁରୁଜ ପକାଇବେ ଏବଂ ଅଁଳା ଗଛକୁ ପୂଜା କରିବେ। ପୂଜା କରିବା ପରେ 7 ଥର ଅଁଳା ଗଛ ଚାରିପଟେ ପରିକ୍ରମଣ କରନ୍ତୁ ଏବଂ ଆପଣ ମାନସିକ କରିଥିବା କାର୍ଯ୍ୟକୁ ପୂରଣ କରିବା ପାଇଁ ଅଁଳା ଗଛରେ ନାଲି ରଙ୍ଗର ଏକ ସାଲୁ କପଡ଼ାରେ ଏକ ଗୁଆ ବାନ୍ଧି ତାକୁ ଅଁଳା ଡାଳରେ ବାନ୍ଧି ଦିଅନ୍ତୁ।